ଆଜି ଆମେ ଗୋଟେ ବୈଷୟିକ ଶବ୍ଦ ଉପରେ କଥା ହେବା ୱେବ୍ କ୍ରଲର। ଆମ ପାଖରେ ଗୋଟେ ଲେଖା ଅଛି ୱେବ୍ କ୍ରଲର ଡିଜିଟାଲ ଇଣ୍ଡେକ୍ସିଂର ନିୟମାବଳୀ। ତ ଚେଷ୍ଟା କରିବା ବୁଝିବାକୁ ଏଇ ଜିନିଷଟା ପ୍ରକୃତରେ କ'ଣ। ହଁ ନିଶ୍ଚୟ। ୱେବ୍ କ୍ରଲର ଏଇଟା ଶୁଣିଲେ ଟିକେ ଯାନ୍ତ୍ରିକ ଲାଗେ, କିନ୍ତୁ ଏହାର କାମ ବହୁତ ମଜାଦାର। ହଁ, ମାନେ ଇଣ୍ଟରନେଟ୍ରେ ଏମିତି ଗୋଟେ ପ୍ରୋଗ୍ରାମ ଆପେ ଆପେ ବୁଲୁଛି, ଏଇ କଥାଟା ହିଁ ଟିକେ ଅଲଗା ଲାଗୁଛି। ଏହାକୁ ଟିକେ ଭଲକି ଦେଖିବା। ହଁ ବିଲକୁଲ, ଏହାର ମୂଳ କଥାଟା ବୁଝିବା ଦରକାର। ଦେଖନ୍ତୁ, କମ୍ପ୍ୟୁଟର ବିଜ୍ଞାନରେ ଏହାକୁ ଲୋକେ ସ୍ପାଇଡର ବି କହନ୍ତି। ସ୍ପାଇଡର, ବୁଢ଼ିଆଣୀ ଓଲି। ହଁ ସେଇଭଳି, କିମ୍ବା ୱେବ୍ ବଟ୍। ଏଇଟା ମୂଳତଃ ଗୋଟେ ସଫ୍ଟୱେର ପ୍ରୋଗ୍ରାମ ଯାହା ୱାର୍ଲଡ ୱାଇଡ୍ ୱେବ୍ରେ, ମାନେ ପୁରା ଇଣ୍ଟରନେଟ୍ରେ ନିଜେ ନିଜେ ବୁଲୁଥାଏ, ବ୍ରାଉଜ କରୁଥାଏ। ଆଚ୍ଛା, କିନ୍ତୁ କାହିଁକି, ମାନେ ଏମିତି ବୁଲିବାର କାରଣ କ'ଣ ଖୋଜୁଥାଏ? ହଁ, ଏଇଟା ଭଲ ପ୍ରଶ୍ନ। ଏହାର ମୁଖ୍ୟ କାମ ହେଲା ୱେବସାଇଟ୍‌ଗୁଡ଼ିକୁ ଇଣ୍ଡେକ୍ସିଂ କରିବା। ଇଣ୍ଡେକ୍ସିଂ। ହଁ, ଇଣ୍ଡେକ୍ସିଂ ମାନେ ସୂଚୀବଦ୍ଧ କରିବା, ଗୋଟେ ଲିଷ୍ଟ ବନାଇବା ଭଳି। ଆଉ ଏଇ ଯୋଉ ସୂଚୀ ତିଆରି ହୁଏ, ତାକୁ ପରେ ସର୍ଚ୍ଚ ଇଞ୍ଜିନ୍ ବ୍ୟବହାର କରେ। ଓହୋ, ତାମାନେ ଆମେ ଯେତେବେଳେ ଗୁଗଲରେ କିଛି ଖୋଜୁ, ହଁ ସେ ଯୋଉ ଫଟାଫଟ ରେଜଲ୍ଟ ଆସେ, ତା ପଛରେ ଏହି କ୍ରଲରମାନଙ୍କର କାମ ଅଛି। ଏକଦମ ଠିକ୍। ସେମାନେ ଆଗରୁ ଯାଇ ସବୁ ଦେଖି ସଜାଡ଼ି ରଖିଥାନ୍ତି ବୋଲି ତ ସର୍ଚ୍ଚ ସମ୍ଭବ ହୁଏ। ବାଃ, ଏହା ତ ବାସ୍ତବରେ ଗୋଟେ ଚମତ୍କାର ବ୍ୟବସ୍ଥା। ଆମେ ତ ଖାଲି ସର୍ଚ୍ଚ ବକ୍ସ ଦେଖୁଛୁ। ହଁ, ପର୍ଦ୍ଦାପଛର କାହାଣୀଟା ଏଇଆ। ତେବେ ସଂକ୍ଷେପରେ କହିଲେ, ୱେବ୍ କ୍ରଲର ହେଲା ଇଣ୍ଟରନେଟ ଦୁନିଆର ଗୋଟେ ଅଦୃଶ୍ୟ ସୈନିକ ଭଳି ନା? ହଁ, ସେମିତି କିଛି ଅଦୃଶ୍ୟ କିନ୍ତୁ ଅତି ଗୁରୁତ୍ୱପୂର୍ଣ୍ଣ। ଏଇ ଇଣ୍ଡେକ୍ସିଂ ପ୍ରକ୍ରିୟା ହିଁ ଆମ କାମ ସହଜ କରେ। ନହେଲେ ଏତେ ବଡ଼ ୱେବ୍ରୁ କିଏ କୋଉଠୁ ତଥ୍ୟ ଖୋଜିପାରନ୍ତା? ଠିକ୍ କଥା। ପ୍ରଭାବ ତ ବହୁତ ବେଶୀ। ଏସବୁ ଶୁଣିଲା ପରେ ମୋ ମନରେ ଗୋଟେ କଥା ଆସୁଛି। ହଁ କୁହନ୍ତୁ। ଯଦି ଭାବନ୍ତୁ, କୌଣସି କାରଣରୁ, ହୁଏତ ଟେକ୍ନିକାଲ ସମସ୍ୟା ହେଉ କିମ୍ବା କିଏ ଜାଣେ, କିଛି ନିଷ୍ପତ୍ତି ଯୋଗୁଁ ଏହି କ୍ରଲରଗୁଡ଼ିକ ଯଦି କିଛି ନିର୍ଦ୍ଦିଷ୍ଟ ୱେବସାଇଟ୍କୁ, ମାନେ ହୁଏତ ଗୁରୁତ୍ୱପୂର୍ଣ୍ଣ ସାଇଟ୍କୁ ଇଣ୍ଡେକ୍ସ ନ କରିବା ପାଇଁ ସ୍ଥିର କରନ୍ତି। ହଁ।